ସ୍ଥାନୀୟ ବାସିନ୍ଦା ବିଶେଷକରି ଜନଜାତି ପରିବାର ସ୍ଥାୟୀ ନିଯୁକ୍ତି ପାଇଁ ଲଢୁଥିବା ବେଳେ ଓଡ଼ିଶାର କ୍ଷମତାସୀନ ବିଜେପି ସରକାର ରୋକଠୋକ ନିଷ୍ପତ୍ତି ନେଇ ପାରୁନାହାନ୍ତି। ପାଣିକୁ ଗଲେ କୁମ୍ଭୀର ଖାଇବ, ଭୂମିରେ ଠିଆ ହେଲେ ସାପ ଦଂଶିବ। ଏହି ମୁଡରେ ରହିଛି ପୁଲିସ ପ୍ରଶାସନ। ଶୁଣିବାକୁ ମିଳୁଛି ବଡ଼ବିଲ ତହସିଲ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କର ଜଣେ ଖାସ୍ ବ୍ୟକ୍ତି ଭାବେ ପରିଚିତ ସଞ୍ଜୟ ବାରିକଙ୍କର ଦବଦବା ଦାଦାଗିରିରେ ଚାଲିଛି। ତାଙ୍କ ହାତ ଗୋଡ଼ରେ ବେଢ଼ି ପକାଇବାକୁ ପୁଲିସ ବାବୁମାନେ ଡରୁଛନ୍ତି। ଆମ ଜାଣତରେ ବାମମାରୀ ଥାନା ଏକ ପ୍ରକାର ସ୍ଥାଣୁ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ଖଣି ଅଞ୍ଚଳରେ ଅଶାନ୍ତିର ଝଡ଼ ସୃଷ୍ଟି ହୋଇଛି। କହୁଥି ସ୍ଥାନୀୟ ନିଯୁକ୍ତି ଓ ପରିବହନ ପାଇଁ ଥିବା ବେଳେ ସ୍ଥାନୀୟ ଆଦିବାସୀ ନିଜର ପରିବାର ହକ ପାଇଁ ଲଢ଼େଇ କରୁଛନ୍ତି। ପୁଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। କାରଣ ଜୋର ଜାର ମୁଲକ ତାର ପରି ଏପରି ଘଟଣାରେ ଫିଲ୍ମରେ ଆମେ ଦେଖୁଥାଉ। ବାସ୍ତବରେ ବାମମାରୀ ଥାନାରେ ରାତି ଗଲେ ବାମମାରୀ ଥାନା ତାଲା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲାର ମୁଖ୍ୟମନ୍ତ୍ରୀ ଏରିଆ ଘଟଣା ଶୁଣିଲେ ଉଠୁଛି ପଡୁଛି କେନ୍ଦୁଝର। ହଁ ଦର୍ଶକ ବନ୍ଧୁ, ପୁରା ଘଟଣା ଆପଣ ବି ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ସଞ୍ଜୟ ବାରିକଙ୍କୁ ନେଇ ଉଠିଛି ବହୁ ପ୍ରଶ୍ନ। କିଏ ସଞ୍ଜୟ ବାରିକ ଆଉ ମୁଖ୍ୟମନ୍ତ୍ରୀଙ୍କ ସହ କ'ଣ ରହିଛି ସମ୍ପର୍କ? ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଖଣି ଅଞ୍ଚଳରେ ଗଣ ଆନ୍ଦୋଳନ ଧୀରେ ଧୀରେ ବଢ଼ିବାରେ ଲାଗିଛି। କିନ୍ତୁ ଏଥିରେ ଅଶାନ୍ତିର ଝଡ଼ ସୃଷ୍ଟି କରୁଛି ସଞ୍ଜୟ ବାରିକ। ସାଧାରଣ ନିର୍ବାଚନ ପରେ ଏବେ ଚମ୍ପୁଆ ଅଞ୍ଚଳରେ ଥିବା ବିଭିନ୍ନ ଖଣି ଖାଦାନ ସହିତ ଖଣି ଶିଳ୍ପ ସଂସ୍ଥାମାନଙ୍କରେ ଶ୍ରମିକମାନେ ଧାରଣା ଓ ଆନ୍ଦୋଳନରେ ଆରମ୍ଭ କଲେଣି। ଏନେଇ ଏବେ ସାରା ଖଣି ଅଞ୍ଚଳରେ ଅଶାନ୍ତି ବାତାବରଣ ସୃଷ୍ଟି ହେବାରେ ଲାଗିଛି। ତେବେ ଏହା କ'ଣ ପାଇଁ ହେଉଛି ତାର ପ୍ରକୃତ ସତ୍ୟ ଏବେ ସାମ୍ନାକୁ ଆସୁଛି। ବ୍ୟୁରୋ ରିପୋର୍ଟ, ସାକ୍ଷୀ ନ୍ୟୁଜ।